ପୂର୍ବ ଶାସନସ୍ଥିତ ଗାନ୍ଧୀନଗରଠାରେ ରାଜ୍ୟସ୍ତରୀୟ କଳାକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କଳାକ୍ଷେତ୍ର ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାରୁ ପ୍ରାୟ 2000 କଳାକାରମାନେ ନିଜର ପାରମ୍ପରିକ କଳା ପ୍ରଦର୍ଶନ ପାଇଁ ସାମିଲ ହୋଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କଳା ସଂସ୍କୃତି ପରମ୍ପରା ଓ ଭାଇଚାରା ବଜାୟ ରଖିଥିବାରୁ କଳାକ୍ଷେତ୍ର ଅନୁଷ୍ଠାନ ପ୍ରତି ଖୁସି ବ୍ୟକ୍ତ କରିଥିଲେ। ଏଥିସହ କୋଣାର୍କର ନିର୍ଦ୍ଧାରିତ ମଞ୍ଚରେ ପ୍ରତ୍ୟେକ ଦିନ ଲୋକକଳା ପ୍ରଦର୍ଶନ ହେବ। ଏହାକୁ କଳାକ୍ଷେତ୍ର ଅନୁଷ୍ଠାନ ତୁଲାଇବ ବୋଲି ଉପମୁଖ୍ୟମନ୍ତ୍ରୀ ମଞ୍ଚରୁ ଘୋଷଣା କରିଥିଲେ। ଏହି ଅବସରରେ କଳାକ୍ଷେତ୍ରର ଗାଁ ମୋ ମା, କଳାକ୍ଷେତ୍ର ଆଦର୍ଶ 10ଟି ଏବଂ କଳାକ୍ଷେତ୍ର ଗ୍ରାମ୍ୟ କାର୍ଯ୍ୟକ୍ରମର ଲୋକାର୍ପଣ ହୋଇଥିଲା। ପରେ 30 ଜଣଙ୍କୁ କଳାକ୍ଷେତ୍ର ସମ୍ମାନ ଓ 10ଟି କଳାକ୍ଷେତ୍ର ଆଦର୍ଶ ଜିଲ୍ଲା ସମ୍ମାନ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ କଳାକ୍ଷେତ୍ର ଅନୁଷ୍ଠାନର ସଭାପତି ଅଶ୍ରୁମୋଚନ ମହାନ୍ତି, ପ୍ରତିଷ୍ଠାତା ବାସୁଦେବ ମାଳ ବିଷୟୀଙ୍କ ସହ ବହୁ ନେତୃବୃନ୍ଦମାନେ ସାମିଲ ହୋଇ ପରିଚାଳନା କରିଥିଲେ। ରିପୋର୍ଟ ପିପିଲି ନ୍ୟୁଜ।